ଆମ ବିହନ ଏତେ ଭଲ ଗଜା ହେବ ବୋଲି ମୁଁ ଜାଣିନଥିଲି। ଜୟ ଜଗନ୍ନାଥ ମୋର ପ୍ରିୟ ଚାଷୀ ଭାଇମାନେ। ଡେ 6 ରେ କଣ କଣ ସବୁ କାମ କରାଯିବ ସେଇ ସବୁ ମୁଁ ଆପଣମାନଙ୍କୁ ଏଇ ଭିଡିଓରେ ଦେଖାଇବି। ପୂର୍ବ ଭିଡିଓରେ ମୁଁ ଆପଣମାନଙ୍କୁ ଦେଖାଇଥିଲି ଆମର ଡେ 5 ରେ ଫଳ ହୋଇଥିଲା, ତାକୁ ଆମେ ଡେ 6 ଯାଏ ସେମିତି ଛାଡି ଦେଇଥିଲୁ। ତାକୁ ଏବେ ଆମେ ହାତ ମୋଇଦେବା ଆଉ ଏଥିରେ ନୂଳ କାଟିବା। ମତେ ପ୍ରବଳ ଥଣ୍ଡା ଜ୍ୱର ହୋଇଥିଲା, ତଣ୍ଟି ପଡିଯାଇଥିଲା, ଭଏସ ରେ ପ୍ରୋବ୍ଲେମ ହଉଥିଲା, ସେଥିପାଇଁ ଭିଡିଓ ବନେଇ ପାରିନଥିଲି। ଏଇ ଭିତରେ ଯେଉଁ ଭିଡିଓ ସବୁ ରହିଯାଇଛି ତାକୁ ମୁଁ ଜଲ୍ଦି ଅପଲୋଡ କରିଦେବି। ଆପଣମାନେ ଦେଖିପାରୁଥିବେ ଆମର ଏବେ ହାତ ମୋଇ ଦବା ଚାଲିଛି। ଯେହେତୁ ଆମର ରୋଟରରେ ହଳ ହୋଇଥିଲା, ଏହି ସବୁ ପ୍ଲେନ ହୋଇକରି ଅଛି। ଆଉ ଟିକେ ସମାନ ହେବା ପାଇଁ ଆମେ ଏହି ପଟା ଦ୍ୱାରା ହାତରେ ଏମିତି ମୋଇ ଟାଣିକି ସମାନ କରିଦେବା। ଏମିତି କରି ଏଇ ପଟା ଦ୍ୱାରା ଆମେ ଆମ ପ୍ଲଟକୁ ଆମେ ସମାନ କରିଦେଲୁ। ଯେହେତୁ ଆମର ରୋଟରରେ ହଳ ହୋଇଥିଲା, ଅଳ୍ପ ସମୟରେ ଆମର ହାତ ମୋଇ ଦେଇ ସମାନ କରିବା ସରିଗଲା। ଏବେ ଆମେ ଏଥିରେ ନୂଳ କାଟିବା ଆଉ ତାକୁ ପଟାଳି କରିବା। ଏମିତି କଲେ କଣ ହେବ ନା ବିହନରୁ ପାଣି ଗଡାଇବା ପାଇଁ ସୁବିଧା ହେବ। ଆଉ ବିହନ ଟିକେ ବଡ ହେଲା ପରେ ଏହି ପଟାଳିରେ ଆମେ ଠିଆ ହୋଇ ବିଷ ଆଉ ସାର ମଧ୍ୟ ପକାଇ ପାରିବା। ନୂଳକୁ ଆମେ ଏମିତି ସିଧା କରିବା ଯେମିତି ପାଣି ଗଡିଯିବ। କାହିଁକି ନା ବିହନ ପଡି ସାରିଲା ପରେ ଏହି ପଟାଳିରୁ ସବୁ ପାଣିକୁ ଗଡାଇବାକୁ ପଡିବ। ଆପଣ ମାନେ ଦେଖିପାରୁଥିବେ ଆମର କେମିତି ଲମ୍ବ ଓ ଓସାରରେ ନୂଳ କଟା ଯାଉଛି। ଆପଣ ମାନେ ମଧ୍ୟ ଏମିତି କରିପାରିବେ। ଆମର ଏବେ ନୂଳ କାଟିବା ଓ ପଟାଳି କରିବା ସରିଗଲା। ଏଥିରେ ଆମେ ଟିକେ ପାଣି ରଖି ବିହନ ପକାଇବା। କାହିଁକି ଆମେ ପାଣି ରଖିବା ସେଇଟା ମୁଁ ବିହନ ପକେଇଲା ବେଳେ କହିବି। ଏବେ ଆମେ ଦେଖିବା ଆମ ବିହନ କେମିତି ଗଜା ହୋଇଛି। ନଡା, ଅଫା ଆଉ ଏଥିରେ ଯୋଉ ଜରି ଢଙ୍କା ହେଇଥିଲା ତାକୁ ସବୁ ଆମେ ବାହାର କରିବା ଆଉ ଦେଖିବା ଆମର କେମିତି ଗଜା ହୋଇଛି। ଆପଣ ମାନେ ଦେଖିପାରୁଥିବେ ଆମର କେତେ ବଢିଆ ଗଜା ହୋଇଛି। ଆମ ବିହନକୁ ସମାନ କରି ଏମିତି ପକାଇଥିଲୁ ବୋଲି ଆପଣ ମାନେ ଦେଖିପାରୁଥିବେ ଆମର ସବୁ ଏରିଆରେ ଗଜା ହୋଇଛି ଆଉ ପାଖାପାଖି ସବୁ ବିହନ ମଧ୍ୟ ଗଜା ହୋଇଛି। ଏହି ଯୋଉ ବିହନ ଆମର ଗଜା ହୋଇଛି ତାକୁ ଆମେ ଗୋଟି ଗୋଟି କରି ଥରେ ଖେଳେଇ ଦବା। ବିହନର ଚେରକୁ ଚେର ଯୋଡି ହୋଇଯାଇଛି। ଏମିତି ଗୋଟି ନ କଲେ ଯେତେବେଳେ ଆମେ ବିହନ ପକେଇବା ଗୋଟେ ମୁଠା ବିହନ ଫିଙ୍ଗିଲା ବେଳେ ସେ ସବୁ ଗୋଟେ ଜାଗାରେ ପଡି ହେଇଯିବ। ସେଥିପାଇଁ ଆମେ ୟାକୁ ଚେର ସବୁ ହାତରେ ଗୋଟି କରି ଖୋଲିଦବା। ଆଉ ଗୋଟେ ଜାଗାରେ ଯଦି ବିହନ ଗୋଛା ହେଇ ପଡିବ ବିହନ ଜାମ ହେଇଯିବ, ଠିକରେ ସେ ବିହନ ବଢି ପାରିବ ନାହିଁ। ଆପଣ ମାନେ ଦେଖିପାରୁଥିବେ ହଳଦୀ ରଙ୍ଗର ଉସ୍କଲ ବିହନ ଆଉ ଧଳା ରଙ୍ଗର ମାଳି ବିହନ ବହୁତ ବଢିଆ ଗଜା ହୋଇଛି। ୟାକୁ ଆମେ କିଛି ଅଖାରେ ପୂରେଇକି ନବା ଆଉ କିଛି ମାଢରେ ରଖିବା ଆଉ ଏଇ ସବୁକୁ ନେଇକି ଆମେ ବିଲରେ ତଳି ପକାଇବା। ଆପଣ ମାନେ ଦେଖିପାରୁଥିବେ ଆମ ବିଲରେ ଚୁରୁକା ପାଣି ଅଛି। ଏତିକି ପାଣି ରଖି ଆମେ ବିହନ ପକାଇବା। ଏତିକି ପାଣି ରଖିଲେ କଣ ହେବ ନା ବିହନ ଫିଙ୍ଗିଲେ ବିହନ ପ୍ରଥମେ ପାଣିରେ ମାଡ ହେବ। ପାଣିରେ ମାଡ ହୋଇ ମାଟିରେ ଧୀରେ ଯାଇ ଲାଗିବ। ଏମିତି କଲେ ବିହନ ମାଟି ଉପରେ ଲାଗିକି ରହିବ ଆଉ ବିହନର ଚେର ଜଲ୍ଦି ଧରିବ। ଆଉ ଯଦି ପାଣି ଶୁଖାଇ ବିହନ ପକାଇବା ସବୁ ବିହନ କାଦୁଅ ଭିତରେ ପଶିଯିବ। ଯେମିତି ପ୍ରବଳ ଶୀତ ହେଉଛି ସେଇ କାଦୁଅରୁ ଗଜା ବାହାରିବ ନାହିଁ। ଗଜା ମରିଯିବାର ବହୁତ ସମ୍ଭାବନା ଥାଏ। ଗଜା ବାହାରିବନି କାହିଁକି? ଗଜା ବାହାରିବ କିନ୍ତୁ ପର୍ଯ୍ୟାପ୍ତ ମାତ୍ରାରେ ଗଜା ବାହାରିବ ନାହିଁ। ବହୁତ ଗଜା ମରୁଡି ହବାର ସମ୍ଭାବନା ଥାଏ। ସେଥିପାଇଁ ଆମେ ମାଟି ଉପରେ କିଛି ପାଣି ରଖିକି ଆମେ ବିହନ ପକାଇବା। ବିହନ ପକେଇ ସାରିଲା ପରେ ଏଇ ପାଣିକୁ ଆମେ 3 ରୁ 4 ଘଣ୍ଟା ବିହନକୁ ଭିଜିବା ପାଇଁ ଛାଡିଦବା। 3 ରୁ 4 ଘଣ୍ଟା ପରେ ଏହି ପାଣିକୁ ଆମେ ଡ୍ରେନେଜ ଦ୍ୱାରା ସବୁ ବାହାର କରି ଶୁଖିଲା କରିଦବା। ପଟାଳି ଭିତରେ ଯେଉଁ ନାଳି କରାଯାଇଛି ସେଇ ନାଳିରେ ଆମେ ଜମାରୁ ବିହନ ପକାଇବା ନାହିଁ। କାହିଁକି ନା ଆଗକୁ ଆମେ ଏହି ନାଳିରେ ବିଷ ଆଉ ସାର ମଧ୍ୟ ଏଇ ନାଳିରେ ପଶିକି ଆମେ ପକେଇବା। ଆପଣ ମାନେ ଦେଖିପାରୁଥିବେ ଆମର କେମିତି ପ୍ରୋସେସରେ ବିହନ ପକାଯାଉଛି। ଆପଣ ମାନେ ଚାହିଁଲେ ମଧ୍ୟ ଏମିତି ପ୍ରୋସେସରେ କରିପାରିବେ। ଆମର ଏହି 80x80 ପଟାଳିଟା ବହୁତ ବଡ ହୋଇଥିବାରୁ ଆମେ ଏହାକୁ ବନ୍ଧ ଦେଇ ଦି ଭାଗ କରିଦେଇଛେ। ଆମର ଏହି ବନ୍ଧ ଏପଟ ଓ ବନ୍ଧ ସେପଟରେ ଆମେ ଏଇ ଦିଟା ପ୍ଲଟରେ ଆମେ 2 ଏକର ପାଇଁ 40 କିଲୋ ବିହନ ଆମେ ପକାଇବା। ଆମର ଏବେ ଏପଟ ସାଇଡରେ ବିହନ ପକା ଚାଲିଛି। ଆପଣ ମାନେ ଦେଖିପାରୁଥିବେ ଆମର କେମିତି ଭାବରେ ବିହନ ପଡୁଛି। ଆପଣ ମାନେ ଚାହିଁଲେ ଏହି ପ୍ରୋସେସରେ ବିହନ ପକେଇ ପାରନ୍ତି। ଏବେ ଆମର ଏପଟ ପଟାଳିରେ ବିହନ ପକା ସରିଗଲା। ସେମ ପ୍ରୋସେସରେ ଆମେ ସେପଟ ପଟାଳିରେ ଆମର ବିହନ ପକାଇବା। ଏବେ ଆମର ଏପଟ ପଟାଳିରେ ମଧ୍ୟ ବିହନ ପକା ସରିଗଲା। ଏବେ ଆମେ ଆମ ପଟାଳି ଭିତରେ ଥିବା ପାଣିକୁ 3 ରୁ 4 ଘଣ୍ଟା ଏମିତି ଛାଡିଦବା ଆଉ ବିହନକୁ ଭିଜିବାକୁ ଦବା। 3 ରୁ 4 ଘଣ୍ଟା ପରେ ଆମେ ୟାକୁ ସବୁ ପାଣି ଗଡେଇଦବା। ଆମର ଏବେ 3 ରୁ 4 ଘଣ୍ଟା ହେଇସାରିଲାଣି। ଏବେ ଆମେ ଏ ପାଣିକୁ ସମ୍ପୂର୍ଣ୍ଣ ଭାବେ ବାହାର କରିଦବା ଆଉ ଆମ ଏରିଆକୁ ପୁରା ଶୁଖିଲା କରିଦବା। ଯଦି କୌଣସି ପଟାଳିରୁ ପାଣି ନ ଗଡୁଥାଏ ତାହେଲେ ଆମେ ଏଇ ନାଳି ଭିତରେ ପଶିକି ସେ ନାଳିକୁ ଆଉ ଟିକେ ଖାଲ କରି ଆମେ କରିବା।
ଯେମିତିକି ସବୁ ପାଣି ଚାରିଆଡୁ ଗଡି ଆସି ଡ୍ରେନେଜ ଦ୍ଵାରା ବାହାରକୁ ବାହାରି ଯିବ। ଆପଣ ମାନେ ଦେଖିପାରୁଥିବେ ଆମର ପାଣି ଗଡୁନାହିଁ ବୋଲି ଆମେ ଭିତରେ ପଶି ତାକୁ ଆମେ ସାଇଡ କରୁଛୁ, ଯେମିତି ଆମର ସବୁ ପାଣି ଗଡି ଆସିବ। ପାଣି ଯଦି ନ ଗଡିବ ଏହିଆ ପ୍ରୋବ୍ଲେମ ହବ ଯେ ଭୋରୁ ଭୋରୁ କିଛି ଚଢେଇ ସେମାନେ କଣ କରିବେ, ଯେଉଁଠି ସନ୍ତସନ୍ତିଆ ପାଣି ରହିବ ସେହି ଜାଗାରୁ ସବୁ ବିହନକୁ ଖୁଣ୍ଟି କରି ଖାଇଦେବେ। ସେଥିପାଇଁ ଆମେ ସବୁ ପାଣିକୁ ଗଡାଇ ଦବା ଆଉ ଏରିଆକୁ ପୁରା ଶୁଖିଲା କରିଦବା। ଏହି ସବୁ ପକ୍ଷୀ ମାନଙ୍କ ପାଇଁ ଆପଣ ମାନେ ଚାହିଁଲେ ଚାରିପଟେ ଜାଲ ମଧ୍ୟ ଘେରି ପାରିବେ। ଜାଲ ଚାରିପଟେ ଘେରିଦେଲେ ବିହନ ଆପଣଙ୍କର ନଷ୍ଟ ହେବାର କୌଣସି ସମ୍ଭାବନା ରହିବ ନାହିଁ। ଚାଷୀ ଭାଇ ମାନେ ଯଦି ଜାଲ ମାରି ନ ପାରିବେ ତାହେଲେ ଚାରିପଟରେ ଜରି ମାରି ମଧ୍ୟ ଏସବୁ ଚଢେଇଙ୍କୁ ରୋକିପାରିବେ। ପବନ ଦେଲେ ଯେତେବେଳେ ଏହି ଜରି ଫଡଫଡ ହେବ, ନିର୍ଫଡ ଡରରେ ପକ୍ଷୀମାନେ ଆସିବେ ନାହିଁ। ଭଏସ ଖରାପ ପାଇଁ ମୁଁ ଆଉ ଭିଡିଓକୁ ଲମ୍ବା କରୁନାହିଁ। ନୂଆ ଧାନ ଚାଷ ବିଷୟରେ ସବୁ ଡିଟେଲ୍ସ ଆମର ଏହି ଏନକେ ଗାଉଁଲି ଚାଷ ୟୁଟ୍ୟୁବ ଚ୍ୟାନେଲରେ ପାଇପାରିବେ। ଏଥିପାଇଁ ମୋର ପ୍ରିୟ ଚାଷୀ ଭାଇ ମାନେ ଏହି ଚ୍ୟାନେଲ ସହ ଯୋଡି ହୋଇଯାଆନ୍ତୁ। ନେକ୍ସଟ ଭିଡିଓରେ ମୁଁ ଆପଣମାନଙ୍କୁ ଦେଖାଇବି ବିହନ ପଡିଥିବା ପଟାଳିକୁ କେତେ ଦିନ ଯାଏ ଶୁଖିଲା ରଖିବା ଆଉ କେତେ ଦିନ ପରେ ବିହନରେ ପ୍ରଥମ ପାଣି ମଡାଇବା, ସେଇ ସବୁ ଆପଣ ମାନେ ଆଉ ଏକ ଭିଡିଓରେ ଦେଖିବାକୁ ପାଇବେ। ପୁଣି ଦେଖାହେବ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଭିଡିଓରେ।